କଥା ଦେଇ କଥା ରଖିଲେ ସରକାର, ପୁଣି ଦୁର୍ଗା ପୂଜାରେ ଦେଲେ ବଡ ଭେଟି। ଆସନ୍ତାକାଲି ଚାଷୀମାନଙ୍କ ଆକାଉଣ୍ଟକୁ ଆସିବ 4,000 ଟଙ୍କା। ହଁ ଦର୍ଶକ ବନ୍ଧୁ, ଆସନ୍ତାକାଲି 2,000 ପରିବର୍ତ୍ତେ ଏହି ସମୟରେ ଆସିବ 4,000 ଟଙ୍କା। ତେବେ ଆପଣମାନଙ୍କର ମୋବାଇଲକୁ ମେସେଜ ଆସି ସାରିଲାଣି, ଆପଣମାନେ ଚେକ୍ କରିନିଅନ୍ତୁ କି ଆପଣମାନଙ୍କ ଆକାଉଣ୍ଟକୁ ଆସିଯିବ ଆସନ୍ତାକାଲି 4,000 ଟଙ୍କା। ତେବେ ଦର୍ଶକ ବନ୍ଧୁ, ଏଇ ଫୁଲ ଅପଡେଟ କଣ ରହିଛି ଜାଣିବା ପାଇଁ ଭିଡିଓଟିକୁ ଶେଷ ଯାଏ ଦେଖନ୍ତୁ। ତା ପୂର୍ବରୁ ଭିଡିଓକୁ ନିହାତି ଭାବରେ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ଯଦି ପ୍ରଥମ ଥର ଆସିଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ଘଣ୍ଟି ଚିହ୍ନ ଦବେ ଅଲରେ ସେଟ୍ କରିଦିଅନ୍ତୁ, ଯାହାଦ୍ୱାରା କି ଏଇଭଳି ସରକାରଙ୍କ ତରଫରୁ ଯେତେବେଳେ ଯୋଉ ନୂଆ ଅପଡେଟ ଆସୁଛି ଆପଣମାନେ ସର୍ବପ୍ରଥମେ ପାଇପାରିବେ ଓଡ଼ିଶାର ଟେକ୍ନିକ ଖବର ଏବଂ ଟେକ୍ନିକ ଇନଫରମେସନ ବିଷୟରେ। ତ ଚାଲନ୍ତୁ ସମ୍ପୂର୍ଣ୍ଣ ଅପଡେଟ କଣ ରହିଛି ପିଏମ କିଷାନ ଯୋଜନାକୁ ନେଇ ଚାଲନ୍ତୁ ଜାଣିବା। ହଁ ଦର୍ଶକ ବନ୍ଧୁ, ସରକାରଙ୍କ ଦ୍ୱାରା ମଧ୍ୟ ଘୋଷଣା ହୋଇସାରିଛି କି ଆସନ୍ତା କାଲି ପିଏମ କିଷାନ ଯୋଜନାରେ ମିଳିବ 4,000 ଟଙ୍କା। ତେବେ ଏଇ ମେସେଜଟି କଣ ରହିଛି ଆପଣମାନେ ନିଜେ ପଢି ନିଅନ୍ତୁ। ମାନନୀୟ ପ୍ରଧାନମନ୍ତ୍ରୀ ଆସନ୍ତା 5-10-2024 ତାରିଖରେ ମହାରାଷ୍ଟ୍ରର ୱାସିମ ଠାରେ 12 ଘଟିକା ସମୟରେ ପିଏମ କିଷାନ ଯୋଜନାର 18ତମ କିସ୍ତିକୁ ପ୍ରଦାନ କରିବେ। ହଁ ଆଜ୍ଞା, ଆସନ୍ତା କାଲି ପିଏମ କିଷାନ ଯୋଜନାର 18ତମ କିସ୍ତି ମିଳିବ। ଏଥର ଚାଷୀଙ୍କୁ 2,000 ଟଙ୍କା ପରିବର୍ତ୍ତେ 4,000 ଟଙ୍କା ଦେବେ ସରକାର। ଆପଣମାନେ ଜାଣିଥିବେ ନିହାତି ଭାବରେ ଏହି ଯୋଜନାରେ ସରକାର ବାର୍ଷିକ ଚାଷୀଙ୍କୁ 6,000 ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରନ୍ତି। ଏହି ଯୋଜନାରେ 17ତମ କିସ୍ତି ପଠାଇ ସାରିଥିବା ବେଳେ ଆସନ୍ତାକାଲି 18ତମ କିସ୍ତି ପଠାଇବେ ବୋଲି ଘୋଷଣା ହୋଇସାରିଛି। ତେବେ ଏଇ 18ତମ କିସ୍ତିରେ 2,000 ଟଙ୍କା ବଦଳରେ ସରକାର ଦେବେ 4,000 ଟଙ୍କା। ହେଲେ ସମସ୍ତଙ୍କୁ ଏହି 4,000 ଟଙ୍କା ମିଳିବ ନାହିଁ। କେବଳ ଯେଉଁମାନେ 17ତମ କିସ୍ତି ପାଇନାହାନ୍ତି ସେମାନଙ୍କୁ ଏହି 4,000 ଟଙ୍କା ମିଳିବ। 17ତମ କିସ୍ତିରେ 2,000 ଟଙ୍କା ଏବଂ 18ତମ କିସ୍ତିରେ 2,000 ଟଙ୍କା ଆସନ୍ତାକାଲି ମିଳିବ। ତ ଦର୍ଶକ ବନ୍ଧୁ, ଯେଉଁମାନେ 17ତମ କିସ୍ତି ପାଇନାହାନ୍ତି ସେମାନଙ୍କୁ ହିଁ ଏହି 4,000 ଟଙ୍କା ମିଳିପାରିବ। ଆଉ ଯେଉଁମାନେ 17ତମ କିସ୍ତି ପାଇଛନ୍ତି ସେମାନଙ୍କୁ ସ୍ୱାଭାବିକ ଭାବରେ ସେଇ 2,000 ଟଙ୍କା ଦିଆଯିବ। ତ ଦର୍ଶକ ବନ୍ଧୁ, ଇଏ ଥିଲା ପିଏମ କିଷାନ ଯୋଜନାର କିଛି ନୂଆ ଅପଡେଟ, ଯାହାକି ଆସନ୍ତା କାଲି ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର 18ତମ କିସ୍ତି ଠିକ 12ଟା ସମୟରେ। ଯଦି ମୋର ଏଇ ଇନଫରମେସନଟି ଆପଣମାନଙ୍କୁ ଭଲ ଲାଗିଥିବ ନିହାତି ଭାବରେ ଭିଡିଓ ଗୋଟେ ଲାଇକ୍ କରିଦେବେ ଏବଂ ସବସ୍କ୍ରାଇବ ଯଦି କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା କି ଏଇଭଳି କିଛି ନୂଆ ନୂଆ ଇନଫରମେସନ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତେବେ ଦର୍ଶକ ବନ୍ଧୁ, ଆପଣମାନେ 17ତମ କିସ୍ତି ପାଇଛନ୍ତି କି ନାହିଁ ନିହାତି ଭାବରେ କମେଣ୍ଟ କରି ଜଣାଇବେ।